ସମସ୍ତଙ୍କୁ ନମସ୍କାର। ରେଡ଼ିଓ କୋରାପୁଟର ସମସ୍ତ ଦର୍ଶକଙ୍କୁ ଆଜି ଆମେ କୋରାପୁଟ ବୁଲାଇ ନେବା। ତେବେ କୋରାପୁଟ ବୁଲିବା କେମିତି, କୋଉଠୁ କେମିତି ଯିବା, କେତେ ଦୂର, ସେଠି କ'ଣ ଦେଖିବା, ଏଇ ସବୁ କଥାକୁ ଆମେ ଗୋଟାଏ ମାନଚିତ୍ର ମାଧ୍ୟମରେ ଦେଖିବାର ସୁଯୋଗ ପାଇଛେ ଏବଂ ସେଇ ସୁଯୋଗକୁ ଆମ ପାଖରେ ଆଣିଦେଇ ପହଞ୍ଚେଇ ଦେଇଛନ୍ତି ଆମର ଅତି ପ୍ରିୟର ବନ୍ଧୁ ଇଞ୍ଜିନିୟର ସୁନୀଲ ବିଶ୍ୱାଳ। ସେ ଏକ ମ୍ୟାପ୍ ପ୍ରସ୍ତୁତ କରିଛନ୍ତି, ଯେଉଁ ମ୍ୟାପ୍ ଯୋଗେ ଜଣେ ପର୍ଯ୍ୟଟକ କୋରାପୁଟର ବିଭିନ୍ନ ସ୍ଥାନକୁ ଅତି ସହଜରେ ପହଞ୍ଚି ପାରିବ, ଜାଣିପାରିବ ଯେ କେମିତି ସେ ପହଞ୍ଚିବାକୁ ହୁଏ। ସେ ସମ୍ପର୍କରେ ଆମେ ଜାଣିବାକୁ ଚାହିଁବା ସୁନୀଲ ବିଶ୍ୱାଳଙ୍କ ପାଖରୁ ଯେ ଏଇ ମ୍ୟାପ୍ କରିବା ପାଇଁ ତାଙ୍କୁ କେତେ କଷ୍ଟ ହେଇଛି, କେତେ ଦିନ ଲାଗିଛି ଏଇ ମ୍ୟାପ୍ଟା କରିବା ପାଇଁ ଏବଂ ଏଇ ମ୍ୟାପ୍କୁ କେମିତି ବ୍ୟବହାର କରାଯାଏ। ଜଣେ ଯଦି ପର୍ଯ୍ୟଟକ ବ୍ୟବହାର କରିବ ତେବେ କେମିତି ବ୍ୟବହାର କରିବ, ଏସବୁ ସମ୍ପର୍କରେ ଆଜି ଆମର ଏଇ କଥାବାର୍ତ୍ତା ମାଧ୍ୟମରେ ଜାଣିବାକୁ ଚେଷ୍ଟା କରିବା। ସୁନୀଲ ଭାଇ, ଆପଣଙ୍କୁ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ। ଅଭିନନ୍ଦନ ଜଣାଉଛୁ ଆପଣଙ୍କୁ ଯେ ଆପଣ ଏପରି ଜଣେ ପ୍ରଥମ ବ୍ୟକ୍ତି ଯିଏକି ଏଭଳି ଏକ ମ୍ୟାପ୍ ସୃଷ୍ଟି କରିଛନ୍ତି ଯାହାଫଳରେ କୋରାପୁଟ ବିଶ୍ୱ ଦରବାରରେ ପରିଚିତ ହେବ। ତେବେ ଜାଣିବାକୁ ଚାହିଁବୁ ଏଇ ମ୍ୟାପ୍ ସମ୍ପର୍କରେ। ଆପଣ କାହିଁକି ଏ ମ୍ୟାପ୍ ଆରମ୍ଭ କଲେ, କେବେଠାରୁ ଆରମ୍ଭ କଲେ, କେତେ ଦିନ ଲାଗିଲା, କେମିତି ୟାକୁ ତିଆରି କଲେ? ପ୍ରଥମରୁ ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି। ଯୋଉ ଦର୍ଶକ ମାନେ ଆକୁ ପ୍ରୋଗ୍ରାମଟା ଦେଖିବେ, ମୁଁ ସମସ୍ତଙ୍କୁ ନମସ୍କାର ଜଣାଉଛି। ଦେଖନ୍ତୁ, ଆଜିକାଲି ଯଦି ଆପଣ କୌଣସି ନୂଆ ସ୍ଥାନକୁ ଯିବେ, ଟେକ୍ନୋଲୋଜି ଆପଣଙ୍କୁ ବହୁତ ପ୍ରକାର ଉପାୟ ଦେଉଛି। ଗୁଗଲ ମ୍ୟାପ୍ସ ଅଛି, କିନ୍ତୁ ଅନେକ ସମୟରେ ଏଇ ଯୋଉ ଟେକ୍ନୋଲୋଜିକାଲ ଯୋଉ ମ୍ୟାପ୍ ଯୋଉ ଅଛି ତାର ଗୋଟେ ଲିମିଟେସନ ଅଛି। ଆପଣ ଧରନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନକୁ ଯିବା ପାଇଁ ଚାହୁଁଛନ୍ତି, ଆପଣ ଯଦି ଗୁଗଲ ମ୍ୟାପରେ ଏଣ୍ଟର କରିବେ ଆପଣଙ୍କୁ ସେଇ ଜାଗାକୁ ନେଇଯିବ। କିନ୍ତୁ ଯଦି ଆପଣ ଗୋଟେ ସ୍ଥାନ, କୋରାପୁଟ ଭଳିଆ ଗୋଟେ ବହୁତ ବଡ଼ ଜିଲ୍ଲା ଯୋଉଟା, ତାକୁ ଯଦି ଗୋଟେ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସୁଚିନ୍ତିତ ଉପାୟରେ ଦେଖିବା ପାଇଁ ଚାହୁଁଛନ୍ତି ଏବଂ ଆପଣଙ୍କର ନିଜସ୍ୱ ବୁଲିବାର ଗୋଟେ ରୁଚି ଅଛି, ଆପଣ ଆପଣ ପ୍ରାକୃତିକ ସମ୍ପଦ ଥିବା ବା ପ୍ରାକୃତିକ ଦୃଶ୍ୟରାଜି ଥିବା ଜାଗା ଦେଖିବା ପାଇଁ ଭଲ ପାଉଛନ୍ତି, କି ଆପଣ ମନ୍ଦିର ଦେଖିବା ପାଇଁ ଭଲ ପାଉଛନ୍ତି, ତାକୁ ନେଇକି ଆପଣଙ୍କର ଗୋଟେ ଖୁବ କମ ସମୟ ଭିତରେ ସବୁଠୁ ଅଧିକା ଯୋଉ ଦେଖିବାର ଯୋଉ ଇଚ୍ଛା ଜଣେ ଟୁରିଷ୍ଟ ଥାଏ, ତାକୁ ସାହାଯ୍ୟ କରିବା ପାଇଁ ମୁଁ ଏଭଳି ଗୋଟେ ମାନଚିତ୍ରର ପରିକଳ୍ପନା କଲି। କିନ୍ତୁ ଏମିତିରେ ମୁଁ ପିଲାଟି ଦିନରୁ ଯେକୌଣସି ନୂଆ ସ୍ଥାନକୁ ଗଲେ ଯେପର୍ଯ୍ୟନ୍ତ ମୁଁ ଗୋଟେ ତାର ଗୋଟେ ମାନଚିତ୍ର ନ ଆଙ୍କିଛି ମତେ ଲାଗେ ଯେ ମୁଁ ସେ ଜାଗାକୁ ଯାଇନି। ଯୋଉ ଜାଗାକୁ ମୁଁ ଯିବି ମୁଁ ଚେଷ୍ଟା କରିବି ଯେ ମୁଁ ଜାଣିଥିବା ଜାଗାରୁ ସେଇ ଜାଗା କେମିତି ଆଉ କୋଉ ବାଟେ କେତେ ଦୂରରେ ଯାଇକି ପହଞ୍ଚି ହେବ ଏବଂ ସେଇ ସ୍ଥାନର ବିଶିଷ୍ଟତା କ'ଣ। ତ କୋରାପୁଟରେ ଭୁବନେଶ୍ୱର ବା କଟକ ବା ଓଡ଼ିଶାର ଅନ୍ୟ କୌଣସି ଟୁରିଷ୍ଟ ସ୍ପଟ ଭଳି ଗୋଟେ କମ ଜାଗା ଭିତରେ ସବୁତକ ଜିନିଷ ଦେଖିବା ପାଇଁ ମିଳିବ ସେମିତି ନୁହେଁ। କୋରାପୁଟରେ ବିସ୍ତୀର୍ଣ୍ଣ କ୍ଷେତ୍ର ଗୋଟେ, ଯେତେ ସବୁ ଏଠି ଦର୍ଶନୀୟ ସ୍ଥାନ ସବୁ ଅଛି ସମସ୍ତେ ପରସ୍ପର ଠାରୁ ଭୌଗୋଳିକ ଭାବରେ ବିକ୍ଷିପ୍ତ ଭାବରେ ରହିଛନ୍ତି। ତେଣୁ ଜଣେ ଟୁରିଷ୍ଟର ଆବଶ୍ୟକ ଏଇ ଯୋଉ ପଲିଟିକାଲ ମ୍ୟାପ ଆମେ ଦେଖୁଛୁ, ଧରନ୍ତୁ ମିନେରାଲ ମ୍ୟାପ ଅଛି, ପଲିଟିକାଲ ମ୍ୟାପ ଅଛି, ବିଭିନ୍ନ ପ୍ରକାର ମ୍ୟାପ ଅଛି। କିନ୍ତୁ କୋରାପୁଟରେ ଟୁରିଷ୍ଟ ମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗୋଟେ ମ୍ୟାପ ମୁଁ କାହିଁ ପାଇଲି ନାହିଁ। ଯୋଉ ସବୁ ମ୍ୟାପ ସରକାରୀ ସ୍ତରରେ ମିଳେ ସେଟା ସବୁ ବହୁତ ପୁରୁଣା ଏବଂ ସେଥିରେ ସବୁ ଜାଗା କଭର ହଉନି। ଆପଣ ଜାଣିଥିବେ କୋରାପୁଟରେ ରାସ୍ତାଘାଟର ଉନ୍ନତି ସହିତ ନୂଆ ନୂଆ ଦର୍ଶନୀୟ ସ୍ଥାନ ସବୁ ଫୁଟିକି ବାହାରୁଛି ସବୁ, ଯୋଉଟାକୁ 5 ବର୍ଷ ତଳେ ବା 10 ବର୍ଷ ତଳେ ଆମେ ସବୁ ଜାଣିନଥିଲେ ସେଇ ସବୁ ସ୍ଥାନ ବର୍ତ୍ତମାନ ଟୁରିଷ୍ଟ ହଟସ୍ପଟ ହେଇଛି। ତେଣୁ ସେସବୁ ସ୍ଥାନ କିଏ କୋଉଠି ଅବସ୍ଥିତ ଅଛି, ତାର ବିଶେଷତ୍ୱ କ'ଣ, ଏସବୁ ପାଇଁ ମୁଁ ଗୋଟେ ମ୍ୟାପର ପରିକଳ୍ପନା ଆରମ୍ଭ କଲି। ସବୁଠୁ ବଡ କଥା ହଉଛି ଏଇ ମ୍ୟାପରେ ଦର୍ଶା ଯାଇଥିବା ପ୍ରତ୍ୟେକଟି ସ୍ଥାନକୁ ମୁଁ ନିଜେ ଅନ୍ତତଃ ପକ୍ଷେ 2 ଥର ଯାଇଥିଲି ଏବଂ ମୋ ବ୍ୟକ୍ତିଗତ ଅନୁଭୂତିରୁ ମୁଁ ସେ ଯୋଉ କିଲୋମିଟର ଗୁଡାକ ସବୁ ଲିଖିଛି। କିଏ କାହାଠୁ କେତେ ଦୂରରେ, ସମୁଦ୍ର ପତନଠୁ କିଏ ଉଚ୍ଚା, କାହାର ବିଶେଷତ୍ୱ କ'ଣ ଏବଂ କୋଉଠି ରହିଲେ କୋଉଟା ଦେଖିବା ପାଇଁ ସୁବିଧା ହବ। ଯେମିତି ମୋ ମ୍ୟାପରେ ପ୍ରଥମେ ଜଣେ ମ୍ୟାପରୁ ପାଇବ ଯେ କୋରାପୁଟକୁ କୋଉ ଋତୁରେ ସିଏ ଦେଖିବା ପାଇଁ ଆସିବ। ବର୍ଷ ସାରା ତ ଜଣେ ଆସିପାରିବ, କିନ୍ତୁ ସବୁଠାରୁ ପ୍ରକୃଷ୍ଟ ସମୟ କୋଉଟା, ମୁଁ ତା ଦେହରେ ଲେଖିଛି ଯେ କୋଉ ସିଜନ ଅନୁସାରେ କୋରାପୁଟର କ'ଣ କ'ଣ ସବୁ, କେବେ ବର୍ଷା ହଉଛି, କେବେ ଶୀତ ହଉଛି, କେବେ ଖରା ହଉଛି।
ଏସବୁ କଥା ମେନସନ କରୁଛି। ଦୁଇରେ କୋରାପୁଟର ଯୋଉ ସବୁ ଦର୍ଶନୀୟ ସ୍ଥାନ ସବୁ ଅଛି ତାକୁ ଯଦି ଆମେ ଗୋଟେ ସର୍ବଭାରତୀୟ ସ୍ତରର ଅନ୍ୟ ସ୍ଥାନ ସହିତ ଗୋଟେ ତୁଳନା କରିବା ତାହେଲେ ସେଟା କୋଉଠି? ଫର ଏକ୍ଜାମ୍ପଲ ଡୁଡୁମା ଜଳପ୍ରପାତ। ଡୁଡୁମା ଜଳପ୍ରପାତ ଓଡ଼ିଶାର ତୃତୀୟ ବୃହତ୍ତମ ଜଳପ୍ରପାତ। ତାଠୁ ଆଉ ଟିକେ ବଡ ହଉଛି ଆପଣଙ୍କର ଡୁଡୁମା ଠାରୁ ଆପଣଙ୍କର ବଡ ହଉଛି, ଗୋଟେ ମିନିଟ କହୁଛି, ଆ, ଜୋରନ୍ଦା ଫଲ। ଡୁଡୁମା ଜଳପ୍ରପାତ ହଉଛି 157 ମିଟର, ଜୋରନ୍ଦା ଫଲ୍ସ ହଉଛି 181 ମିଟର, ଆଉ ଖଣ୍ଡାଧାର ହଉଛି 244 ମିଟର, ବରେଇ ପାଣି ହଉଛି 399 ମିଟର। ଏଟା ତ ଓଡିଶାରେ ସବୁ। ତାଠୁ ଉପରକୁ ଅଛି ଯୋଗ ଫଲ୍ସ, ଯୋଉଟା ବୋଧେ କର୍ଣ୍ଣାଟକରେ ବୋଧେ। ଆଉ ତିରଥଗଡ଼ ଯୋଉଟା କି ଆମ ପଡୁଛି ଛତିଶଗଡ଼ରେ, ସେଇଟା ମାତ୍ର ମାତ୍ର 51 ମିଟର। ତ ଏଇ ଯୋଉ ତୁଳନାତ୍ମକ ଭାବରେ କୋରାପୁଟର ପ୍ରତ୍ୟେକ ଦର୍ଶନୀୟ ସ୍ଥାନକୁ ଦେଖିବାର ଯୋଉ ଜିନିଷଟା ମୁଁ ଏଥିରେ ତଥ୍ୟଟା ମୁଁ ଦେଇଛି। ଯେମିତି ଅନେକ ଜାଣିନଥିବେ ଯେ କୋରାପୁଟ ଜିଲ୍ଲାର ଦେଓମାଳି ଭାରତର ଅନେକ ହିଲ୍ ଷ୍ଟେସନ ଠାରୁ ମଧ୍ୟ ଉଚ୍ଚତାରେ ଅଛି। ଜଷ୍ଟ ଖାଲି ସୂଚନା ପାଇଁ କହୁଛି ଏଥିରେ, ଆମର ଦେଓମାଳି ଅଛି 1672 ମିଟରରେ, କିନ୍ତୁ 1600 ମିଟରରେ ଅଛି ମୁନ୍ନାର, ଯୋଉଟା ବହୁତ ପପୁଲାର ଡେଷ୍ଟିନେସନ। ସେମିତି ଆପଣଙ୍କ ଶ୍ରୀନଗର, କାଶ୍ମୀର ଶ୍ରୀନଗର, ସିଏ ଅଛି ମାତ୍ର 1585 ମିଟରରେ। ମହାବଳେଶ୍ୱର ଲୋକମାନେ ବହୁତ ଯାଆନ୍ତି ସେଠିକି, 1436 ମିଟର। ପାରସନାଥ ଝାଡଖଣ୍ଡରେ ସେଟା ଅଛି, ସେ 1365 ମିଟର। ସେମିତି ଲୋନାଭଲା, ଆପଣଙ୍କ ଇମ୍ଫାଲ, ଆଉ ଖଣ୍ଡାଲା, ଆରକୁ, ଏସବୁ ଯୋଉ ଜାଗା ଏ ଦେଓମାଳି ଠାରୁ କମ ଉଚ୍ଚତାରେ ଅଛି, ଦେଓମାଳି ତାଠୁ ଅଧିକ ଉଚ୍ଚତାରେ ଅଛି। ତ ଜଣେ ଲୋକ ଯେତେବେଳେ ତୁଳନାତ୍ମକ ତଥ୍ୟ ସବୁ ଜାଣିବ, ତା ମନରେ ନିଶ୍ଚିତ ଅନୁସନ୍ଧେଷା ଜାଗିବ ଯେ କୋରାପୁଟ ଆସିବା ପାଇଁ। ଦୁଇରେ କୋରାପୁଟ ଜଣେ ଆସିଲେ କେମିତି ଆସିବ, ସେଥିରେ ମୁଁ ଦେଇଛି ଯୋଉ ମ୍ୟାପରେ ଯୋଉ କଣ କଣ ମାଧ୍ୟମ ଅଛି। ଗୋଟେ ହେଲା ଫ୍ଲାଇଟ୍ ଅଛି, ଗୋଟେ ଟ୍ରେନ ଅଛି, ଗୋଟେ ବସ୍ ଅଛି, ଏବଂ ଜଣେ ଲୋକ ଯଦି ଚାହିଁବ ନିଜେ ଯଦି ନିଜ ଗାଡି ଚଲେଇକି ଆସିବ ତାହେଲେ ସେ କୋଉ ରାସ୍ତା ଦେଇକି ଆସିବ ଆଉ ତାକୁ କେତେ କିଲୋମିଟର ପଡିବ, ଏସବୁ ତଥ୍ୟ ମଧ୍ୟ ମୁଁ ଦେଇଛି। ତାପରେ କୋରାପୁଟର ପ୍ରତ୍ୟେକଟି ଦର୍ଶନୀୟ ସ୍ଥାନ ତାର ବିଶେଷତ୍ୱ କଣ, ସିଏ ସମୁଦ୍ର ପତନଠୁ କେତେ ଉଚ୍ଚତାରେ ଅଛି। ଧରନ୍ତୁ ଜଣେ ବାଲଡା କ୍ୟାମ୍ପ ଯିବ, ବାଲଡା କ୍ୟାମ୍ପ କାହିଁକି, ସରି, ବାଲଡା ଲେକ୍ ଆଉ ବାଲଡା ଗୁମ୍ଫା ଯିବ, ତାହେଲେ ସେଟା ସମୁଦ୍ର ପତନଠୁ କେତେ ଉଚ୍ଚାରେ ଅଛି, ଏବଂ ସେଥିରେ ଯେ ରାତିରେ ଗୋଟେ ଡାର୍କ ସ୍କାଏର ଅନୁଭୂତି ସେ ପାଇପାରିବ, ଏସବୁ ତଥ୍ୟ ମଧ୍ୟ ମୁଁ ଦେଇଛି। ଆଉ ସବୁଠୁ ବଡ କଥା ହେଲା ଯେ କୋରାପୁଟର ପ୍ରମୁଖ ସହର ମାନଙ୍କରେ ଯଦି ଜଣେ ଲୋକ ରହିବ ତାହେଲେ ସମାନ ଦର୍ଶନୀୟ ସ୍ଥାନ ଗୁଡାକ କେତେ କେତେ ଦୂରରେ ପଡିବ। ଜଣନ୍ତୁ ଦେଓମାଳି, କୋରାପୁଟରେ ରହିଲେ ଦେଓମାଳିଟା ହଉଛି 65 କିଲୋମିଟର, ସୁନାବେଡା ରହିଲେ 45 କିଲୋମିଟର, ଆଉ ସେମିଳିଗୁଡା, ସୁନାବେଡା ବା ସେମିଳିଗୁଡା ରହିଲେ 45 କିଲୋମିଟର, ଦାମନଯୋଡ଼ିରେ ରହିଲେ କେତେ କିଲୋମିଟର, ଜୟପୁରରେ ରହିଲେ କେତେ କିଲୋମିଟର, ଡୁଡୁମା ଜଳପ୍ରପାତ ଯଦି ସେ କୋଉଠି ରହିଲେ କେତେ କିଲୋମିଟର, ଗୁପ୍ତେଶ୍ୱରଟା ଯଦି ସେ ରହିବ ସୁନାବେଡାରେ 96 କିଲୋମିଟର, କୋରାପୁଟରେ ରହିଲେ 76 କିଲୋମିଟର, ଜୟପୁରରେ ରହିଲେ ଆହୁରି 20 କିଲୋମିଟର କମ। ତେଣୁ ସେଥିରୁ ଜଣେ ପ୍ଲାନ୍ କରିପାରିବ ଯେ ମୋ ପାଖରେ କେତେ ସମୟ ଅଛି, ଏବଂ ମୁଁ ଯଦି କୋରାପୁଟଟାକୁ ଭଲ ଭାବରେ ଦେଖିବା ପାଇଁ ଚାହିଁବି ଏବଂ ମୋର ପସନ୍ଦ ହଉଛି ଏଇଆ, ତାହେଲେ ମୁଁ କୋଉଠି ରହିବି ତାକୁ ଧରି ସେ ନିର୍ଭର କରିପାରିବି। କୋରାପୁଟରେ ଏଫଏମ୍ ରେଡିଓ, ତାର ଫ୍ରିକ୍ୱେନ୍ସି କଣ? ଅନେକ ଲୋକ ଜାଣିନାହାନ୍ତି ଯେ କୋରାପୁଟରେ ଏଫଏମ୍ ରେଡିଓ ଷ୍ଟେସନ ଅଛି। କୋରାପୁଟରେ ରହୁଥିବା ଲୋକମାନେ ବି ଜାଣିନାହାନ୍ତି। ଜଣେ ଟୁରିଷ୍ଟ ପାଇଁ ସେଟା ଗୋଟେ ବହୁତ ବଡ ସୂଚନା ଗୋଟେ। ଆଜିକାଲି ଆମେ ଗାଡି ଚଲେଇ ଗଲା ବେଳକୁ ଏଫଏମ୍ ରେଡିଓଟା ଆମ ପାଇଁ ଗୋଟେ ମନୋରଞ୍ଜନ ମାଧ୍ୟମ ହଉଛି। ତେଣୁ ସେ ବିଷୟରେ ତଥ୍ୟ ଦିଆଯାଇଛି। ଆଉ କୋଉଠି ହସ୍ପିଟାଲ ଅଛି, କୋଉଠି ସପିଂ ମଲ୍ ଅଛି, କୋଉଠି ଏଟିଏମ୍ ଅଛି, କୋଉଠି ଆପଣଙ୍କର ହୋଟେଲ ଅଛି। ହଁ, ମୁଁ କୌଣସି ପ୍ରାଇଭେଟ ହୋଟେଲର ନାଁ ସେଥିରେ ଏଇଥିପାଇଁ ଦେଇନାହିଁ, ଏକ୍ସ ର ନାଁ ଦେଲେ ୱାଇ କାହିଁକି ଦେଲିନି ବୋଲି ପ୍ରଶ୍ନ ଉଠିବ, ବା ସବୁତକ ଦବା ସମ୍ଭବ ନୁହେଁ। ତେଣୁକରି ମୁଁ କିଛି ସରକାରୀ ରହିବା ସ୍ଥାନର ସୂଚନା ଦେଇଛି, କିନ୍ତୁ ମୁଁ ଲେଖିଛି ଯେ ଏଇ ଜାଗାରେ ହୋଟେଲ ଅଛି, ଏଇ ଜାଗାରେ ସପିଂ ମଲ୍ ଅଛି, ଏଇଠି ଷ୍ଟେସନ ଅଛି, ବସଷ୍ଟାଣ୍ଡ ଅଛି, ଏୟାରପୋର୍ଟ ଅଛି। ତେଣୁ ଜଣେ ଟୁରିଷ୍ଟ ପାଇଁ ଯାହା ଯାହା ଦରକାର ଏଇ ବିବିଧ ସୂଚନାରେ ଏଇଟା ଭର। ତେବେ କେତେ ଦିନ ଲାଗିଥିଲା ଆପଣଙ୍କୁ ଏଟା କରିବା ପାଇଁ? ହଁ, ଏଇଟା ତାମାନେ ମୁଁ ଯେତେବେଳେ ଆରମ୍ଭ କଲି, ମୁଁ ତ ଏକା ଦିନ ସବୁ ତ ପଳେଇଲିନି। ମୁଁ ଯେତେବେଳେ ମ୍ୟାପ୍ କରି ଚାଲିଲି, ପ୍ରତିଥର ମୁଁ ନୂଆ ନୂଆ ଜାଗାକୁ ଗଲି, ନୂଆ ନୂଆ ଟୁରିଷ୍ଟ ସାଇଟ୍ ବି ଓପେନ୍ ହେଲା। ତେଣୁ ମତେ ଏଟା ଲାଗିଥିବ 4-5 ବର୍ଷ ବା ଅଧିକା ସମୟ ଲାଗିଥିବ। ଧୀରେ 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 ଇଭେନ୍ ଏବେ ଏବେ ବି ମୁଁ ତାକୁ ଅପଡେଟ୍ କରୁଛି। ଯେମିତି ଆପଣଙ୍କର ତଳମାଳିରୁ ଗୋଟେ ନୂଆ ରାସ୍ତା ତିଆରି ହେଲା ଦେଓମାଳି, ସେଟା ତ ବର୍ଷେ ତଳେ ନଥିଲା। ତେଣୁକରି ସେଟା ମୋ ମ୍ୟାପ୍ରେ ପୁଣି ଅପଡେଟ୍ ହେଲା। ବେଳେ ବେଳେ ମୋ ମ୍ୟାପ୍ରେ କିଛି ତ୍ରୁଟି ରହିଯାଏ, ସେଟା ସ୍ୱାଭାବିକ। ହଁ, ମୋ ମ୍ୟାପ୍ଟା ହଉଛି
ফ্রি হ্যান্ড স্কেচ, এটা ইଏ ନୁହେଁ ଜିଓମେଟ୍ରିକ ମାନେ ଆକ୍ୟୁରେଟ ଟୁ ସ୍କେଲ ନୁହେଁ, এটা হচ্ছে ଫ୍ରି ହ୍ୟାଣ୍ଡ ସ୍କେଚ ନଟ୍ ଟୁ ସ୍କେଲ ବୋଲି ଯୋଉଟା କୁହାଯାଏ। ଏଇଟା ବି ଗୋଟେ ମ୍ୟାପ ବନେଇବାର ଏଇଟା ଗୋଟେ ପଦ୍ଧତି ଗୋଟେ। ତେଣୁ ମୁଁ ଗୋଟେ ସମୟରେ ଲକ୍ଷ୍ୟ କଲି ଯେ ଦେଓମାଳି ପାହାଡ ଉପରେ ଠିଆ ହେଇକି ଜଣେ ଯେତେବେଳେ ଉତ୍ତର ଦିଗକୁ ଅନେଇବ ସେତେବେଳେ ସେ ଦେଖିବ ଯେ ହିଲଟପ୍ ଦେଖିବ, ପ୍ଲସ୍ ତଳେ ଦେଖିବ ଆମର ଯୋଉ ଆ, ଗିର୍ଲିମାଳି ଯୋଉ ଇକୋ ରିଟ୍ରିଟ୍ ହେଇଛି। ମୋ ମ୍ୟାପରେ ଟିକେ ଅଲଗା ଥିଲା, ତେଣୁ ମୁଁ ସେଟାକୁ ଟିକେ ସୁଧାରି ଟିକେ, ତେଣୁ ଯେତେ ଯେତେ ସମ୍ଭବ ମୁଁ ସେଟାକୁ ଆକ୍ୟୁରେଟ କରିବା ପାଇଁ ଚେଷ୍ଟା କରିଛି। ଆଉ ସବୁଠାରୁ ବଡ କଥା ହଉଛି ଯେ ଯଦି ଜଣେ ଏ ମ୍ୟାପଟା ପାଇଲା, ଧରନ୍ତୁ ମୁଁ ମ୍ୟାପଟା ଧରିକି ଯାଉଛି, ଆପଣଙ୍କୁ ଦରକାର ହେଲା, ଆପଣ କ୍ୟାମେରାରେ ଯଦି ଗୋଟେ କ୍ୟୁଆର କୋଡ୍ ଅଛି ସ୍କାନ କରିଦେବେ, ଆପଣ ଗୋଟେ ହାଇ ଡେଫିନେସନ ମ୍ୟାପର କପିଟେ ପାଇପାରିବେ ଗୋଟେ। ଏଇଟା ଆଉ ଗୋଟେ ଫିଚର ସେଥିରେ ମୁଁ ଆଡ୍ କରିଛି। ମୋର ମୋର ଇଚ୍ଛା ଯେ କୋରାପୁଟ ଏବଂ କୋରାପୁଟକୁ ଆସୁଥିବା ଟୁରିଷ୍ଟ ମାନେ ୟାର ଭରପୁର ଫାଇଦାଟା ନିଅନ୍ତୁ ବା ଆକୁ କାମରେ ଲଗାନ୍ତୁ ଏବଂ କୋରାପୁଟରେ ଭଲରେ ବୁଲନ୍ତୁ। ମୁଁ ପୁଣି ଭୁଲିଗଲି ଆଉ ଦୁଇଟା କଥା ମୁଁ ସେଥିରେ ଲେଖିଛି ଯେ କୋରାପୁଟର ସବୁତକ ନେଚର ଯୋଉ ଅଛି, ନ୍ୟାଚୁରାଲ ସାଇଟ୍ ଅଛି, ଦେ ଆର୍ ର ପୁରା ବିପଦପୂର୍ଣ୍ଣ। ତେଣୁ ସେଥିରେ କୌଣସି ଦୁଃସାହସିକ ଯୋଉ କାର୍ଯ୍ୟ ନ କରିବା ପାଇଁ ସେଥିରେ ଗୋଟେ ଚେତାବନୀ ଦିଆହେଇଛି। ପ୍ଲସ୍ ସେମାନଙ୍କୁ ଅନୁରୋଧ କରାଯାଇଛି ଯେ ଯେମିତି କୋରାପୁଟକୁ ଗାର୍ବେଜ ଫ୍ରି ରଖନ୍ତୁ, କୌଣସି ପ୍ଲାଷ୍ଟିକ ବା ଅଇଁଠା ଯୋଉ ଜିନିଷ ସେମାନେ ସବୁ ଫୋପାଡୁଛନ୍ତି ସେଟା ନ ଫୋପାଡନ୍ତୁ। ମ୍ୟାପଟାକୁ ଟିକେ ସ୍କ୍ରିନ୍ ସେୟାର କରିବେ ଟିକେ। ନିଶ୍ଚୟ ମତେ ମାନେ କୋhost ପରମିଶନ ଟା ଦେଲେ। ମତେ ପରମିଶନ ଟା, ହଁ, ଓକେ ଓକେ, ଠିକ ଅଛି, ମୁଁ ସେୟାର କରୁଛି। ଆ, ଗୋଟେ ମିନିଟ ମୁଁ ଆଗେ ମୁଁ ନେଇ ଆସୁଛି ମ୍ୟାପଟା ମୋ ସ୍କ୍ରିନକୁ ନେଇ ଆସୁଛି, ତାପରେ ମୁଁ କରିବି। এই ମ୍ୟାପଟିକୁ ଆମେ ଆମର ଫେସବୁକ୍ ପେଜେସରେ ବି ପକା ହେଇଛି। ଫେସବୁକ୍ ପେଜେସରେ ହଁ ହଁ ପାଇପାରିବେ। ତାପରେ କୋରାପୁଟ ଅନଲାଇନ୍ 1.blogspot.com ସେଠି ମଧ୍ୟ ଆପଣ ପାଇପାରିବେ, ଡାଉନଲୋଡ୍ କରିପାରିବେ, ଦେଖିପାରିବେ। ନିଶ୍ଚିତ ଭାବରେ ଗୋଟେ ଯୁଗାନ୍ତକାରୀ ପଦକ୍ଷେପ। ଆମେ ଅଭିନନ୍ଦନ ଜଣାଇବା ଭାଇଙ୍କୁ ଯେ ଏତେ କଷ୍ଟ କରି ସେ ଆମ ପାଇଁ ଏଭଳିଆ ଏକ ସୁଯୋଗ ଆଣି ଦେଇଛନ୍ତି। ମ୍ୟାପଟା ଦେଖାଗଲା। ନା ମ୍ୟାପ୍ ଦେଖାଯାଉନି। ହଁ ଦେଖାଗଲା, ଏବେ ଦେଖାଗଲା ମ୍ୟାପଟି। ଏଥିରେ ମୁଁ ଆଥରେ କୁଇକଲି କହିଦଉଛି, ଏଥିରେ ବାଁପଟେ ଲେଖା ହେଇଛି ଯେ କୋଉଠି ରହିଲେ କଣ ଦେଖି ହବ ଏବଂ ହଁ। କୋଉ ସହରରେ କଣ କଣ ସୁବିଧା ଅଛି। ଜୟପୁରରେ ଅଛି ହୋଟେଲସ ଅଛି, ମଲ୍ସ ଅଛି, ହସ୍ପିଟାଲସ ଅଛି, ଆଉ ଏଟିଏମ୍ ଅଛି, ଏୟାରପୋର୍ଟ ଅଛି, ସେ ସବୁ କଥା ଲେଖା ହେଇଛି। ଏଥିରେ ଜୟପୁରରେ କଣ କଣ ଦର୍ଶନୀୟ ସ୍ଥାନ ଅଛି, କୋରାପୁଟ ରହିଲେ କଣ କଣ ଦର୍ଶନୀୟ ସ୍ଥାନ ଅଛି, କୋରାପୁଟରେ କଣ କଣ ସୁବିଧା ଅଛି, ସୁନାବେଡା ସିମିଲିଗୁଡା ଯଦିଓ ମାନେ ଟ୍ୱିନ୍ ଟାଉନ୍, ଏଥିରେ କଣ ଅଛି, ଏଥିରୁ କଣ କଣ ଦେଖି ହବ, ଏଭିଏସନ ମ୍ୟୁଜିୟମ ଯୋଉଥିରେ କୌଣସି ଡିଷ୍ଟାନ୍ସ ଲେଖା ହେଇନି, ମାନେ ଏଇ ସହର ଭିତରେ ଅଛି। ସେମିତି ଦାମନଯୋଡ଼ି ରହିଲେ କଣ ଦେଖିବା ପାଇଁ ସୁବିଧା, ଆଉ ବରିଗୁମା, ଏସବୁ କମ୍ପ୍ଲିଟ ଜିନିଷ ଅଛି। ଏଠି ଅଛି ଆମର ହିଲ୍ ଷ୍ଟେସନ୍ସ ଅଫ୍ ଇଣ୍ଡିଆ। ଏଇ କ୍ୟୁଆର କୋଡଟାକୁ ଜଣେ ସ୍କାନ୍ କଲେ ମ୍ୟାପଟାକୁ ଡାଉନଲୋଡ କରିପାରିବ। ଏଥିରେ ହାଉ ଟୁ ରିଚ୍ କୋରାପୁଟ ଲେଖା ହେଇଛି। ଏଥିରେ କୋରାପୁଟକୁ ସଫା ରଖିବା ପାଇଁ ଗୋଟେ ରିକ୍ୱେଷ୍ଟ ଦିଆହେଇଛି। ଏଫଏମ୍ ରେଡିଓ ବିବିଧ ଭାରତୀର ଫ୍ରିକ୍ୱେନ୍ସି ମଡୁଲେସନ ଷ୍ଟେସନଟେ ଦିଆହେଇଛି, ଟାଇମିଂ ଦିଆହେଇଛି, ଏଇଥିରେ ଗୋଟେ ୱାର୍ଣ୍ଣିଂ ବି ଦିଆହେଇଛି। ଧନ୍ୟବାଦ ସୁନୀଲ ଭାଇ, ଆପଣଙ୍କ ପାଖରେ ଆମେ କୃତଜ୍ଞତା ଜଣାଉଛୁ ଆପଣଙ୍କର ଏ ପ୍ରୟାସ ଯୋଗୁଁ। ଆମେ ଆଶା କରୁଛୁ ଯେ ଅଧିକରୁ ଅଧିକ ପର୍ଯ୍ୟଟକ ଏହାର ଲାଭ ଉଠାଇବେ ଏବଂ ବିଶେଷ କରି କୋରାପୁଟ ଜିଲ୍ଲାର ଜନସାଧାରଣଙ୍କୁ ମଧ୍ୟ ଅନୁରୋଧ କରୁଛି, କାରଣ ଆମର ଏଇ ଯେଉଁ କୋରାପୁଟର ବିଭିନ୍ନ ଯେଉଁ ବିଭବ ରହିଛି ସେଗୁଡ଼ିକୁ ଦେଖିବାର ପ୍ରୟାସ କେବେ କରିନାହିଁ। କୋରାପୁଟର ଗୋଟିଏ ପଟେ ଯେଉଁମାନେ ରହିଛନ୍ତି ଅପର ପଟକୁ ବହୁତ କମ୍ ଲୋକ ଯା ଆସ କରୁଛନ୍ତି। ବରଂ କୋରାପୁଟରୁ ଅନେକ ଦୂର ପଇସା ଖର୍ଚ୍ଚ କରି ଅନେକ ଜାଗାକୁ ବୁଲୁଛନ୍ତି, କିନ୍ତୁ ଅଧିକାଂଶ ଲୋକ ଆମର କୋରାପୁଟ ଭିତରର ଏଇ ବିଭବ ଗୁଡ଼ିକୁ ଦେଖିବାରେ ନିଜକୁ ଆହୁରି ଆଗକୁ ଆଣିନାହାନ୍ତି। ଆମେ ଆଶା କରୁଛୁ ଯେ ଏଇ ମ୍ୟାପଟିକୁ ହାତରେ ଧରି ଏଇ ମ୍ୟାପର ସାହାଯ୍ୟରେ କୋରାପୁଟ ଜିଲ୍ଲାର ଯେଉଁ ଅପୂର୍ବ ସୌନ୍ଦର୍ଯ୍ୟ ଅଛି ତାକୁ ଉପଭୋଗ କରିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ତାର ସୁଯୋଗ ଦେବେ। ସୁନୀଲ ଭାଇଙ୍କ ପାଖରେ ପୁଣି ଥରେ କୃତଜ୍ଞତା ଜଣାଇ, ରେଡ଼ିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ ପୁଣି ଥରେ କୃତଜ୍ଞତା ଜଣାଇ ସାନ୍ତାକା ମୁଁ ରହୁଛି ରେଡ଼ିଓ କୋରାପୁଟ ପାଇଁ। ପୁଣି ଥରେ ଆଉ ଏକ ଏପିସୋଡ୍ ଦେଖା ହବ। ସେତିକି ପର୍ଯ୍ୟନ୍ତ ଆପଣଙ୍କୁ ନମସ୍କାର।
ନମସ୍କାର।